ଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ପ୍ରଭୁଙ୍କ ଦାସ ଭାବରେ ଆପଣମାନଙ୍କୁ ସ୍ୱାଗତ କରେ। ପ୍ରତିଦିନ ଆପଣମାନଙ୍କୁ ଏହି ପ୍ରକାର ଭାବରେ ସ୍ୱାଗତ କରିବା ଏହା ଆମମାନଙ୍କ ନିମନ୍ତେ କେତେ ଖୁସି ଓ ଆନନ୍ଦର ବିଷୟ ଅଟେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ମଧ୍ୟ ଆମମାନେ ପ୍ରଭୁଙ୍କ ବାକ୍ୟରୁ ଆମେ ଅଳ୍ପ ସମୟ ଧରି ଆମେ କଥାବାର୍ତ୍ତା ହେବାକୁ ଯିବା। ଆମମାନେ ଏହି ଦିନମାନଙ୍କରେ ଦେଖିପାରୁଛୁ ଯେ ପରମେଶ୍ୱରଙ୍କ ବାକ୍ୟ ଯେ କେତେ ଗଭୀର ଅଟେ। ଆମେ ଜାଣୁଛୁ, ଆମେ ସେତେ ଅଳ୍ପ ଜାଣୁଛୁ ବୋଲି ଆମେ ଭାବୁଛୁ। ଆଉ ଅନେକ ବିଷୟ ଜାଣିବାର ରହିଛି। ଯଦି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆଗମନ ଆଉ କେତେ ହଜାର ବର୍ଷ ଯଦି ବିଳମ୍ବ ହୁଏ, ତାହେଲେ ମଧ୍ୟ ଏ ବାକ୍ୟର ପ୍ରଚାର ସରିବ ନାହିଁ, ଏ ବାକ୍ୟର ଗଭୀରତା ସରିବ ନାହିଁ। କାରଣ ଏ ବାକ୍ୟ ଏତେ ଗଭୀର, କାରଣ ଏହା ପରମେଶ୍ୱରଙ୍କର ବାକ୍ୟ ଅଟେ। ଆଉ ପରମେଶ୍ୱରଙ୍କ ବାକ୍ୟ ଯେ କେତେ ଗଭୀର, ଏହା ଯିଏ ପ୍ରଭୁଙ୍କର ବାକ୍ୟ ପଢ଼ୁଛି ସେ ହିଁ ଜାଣିପାରିବ। ପ୍ରିୟମାନେ, ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜି ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଟି ରହିଅଛି। ପ୍ରିୟମାନେ, ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ଜୀବନ ସାରା କାନ୍ଦିବେ। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ଜୀବନ ସାରା କାନ୍ଦିବେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ବାଇବଲ ଆମମାନଙ୍କୁ ସବୁ ସମୟରେ ଜୀବନ ସାରା ହସିବେ, ଆନନ୍ଦ କରିବେ, ଖୁସି ମନେଇବେ, ଏହା ବାଇବଲର ସନ୍ଦେଶ ଅଟେ। ଆମକୁ କନ୍ଦେଇବାଟା ଏହା ବାଇବଲର ସନ୍ଦେଶ ନୁହେଁ। ମାତ୍ର ଆଜିର ପ୍ରସଙ୍ଗଟି ହେଲା ଜୀବନ ସାରା କାନ୍ଦିବେ। କେତେବେଳେ ଆପଣ ଜୀବନ ସାରା କାନ୍ଦିବେ? ଯଦି କୌଣସି ବ୍ୟକ୍ତି ଆପଣଙ୍କର କିଛି ଟଙ୍କା ନେଇଯାଏ, ତାହେଲେ ଆପଣ କିଛି ଦିନ ଦୁଃଖ କରିବେ, କାନ୍ଦିବେ, ତାପରେ ଆପଣ ତାହାକୁ ଭୁଲିଯିବେ। ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ଠକି ଦିଏ, ତାହେଲେ ମଧ୍ୟ ଆପଣ କିଛି ଦିନ ପାଇଁ କାନ୍ଦିବେ, ଆଉ ତା ପଛେ କାନ୍ଦିବେ ନାହିଁ। ମାତ୍ର ଯଦି ଆପଣ ଭୁଲ ବ୍ୟକ୍ତିଙ୍କ ସହିତ ବାହା ହେଇଯିବେ, ତାହେଲେ ଆପଣ ଜୀବନ ସାରା କାନ୍ଦିବେ। ଏଇଟା ମୁଁ କହିବା ପାଇଁ ଚାହେଁ। ଯଦି ଆପଣ ଜୀବନ ସାଥୀ ବାଛିବାରେ ଭୁଲ କରିଦେଉଛନ୍ତି, ତାହେଲେ ଆପଣ ଜୀବନ ସାରା କାନ୍ଦିବେ। କାରଣ ଖ୍ରୀଷ୍ଟିଆନ ବିବାହରେ ଜଣେକୁ ଯଦି ଆମେ ହାତ ଧରିଛୁ, ଜୀବନ ସାରା ତାଙ୍କ ସହିତ ଆମକୁ ରହିବାକୁ ପଡ଼ିବ। କାରଣ ବାଇବଲର ପରମେଶ୍ୱର ସେ ତ୍ୟାଗପତ୍ରକୁ, ସ୍ତ୍ରୀ ତ୍ୟାଗକୁ ସେ ଘୃଣା କରିବା ପରମେଶ୍ୱର ଅଟନ୍ତି। ସେଥିପାଇଁ ଆମେ ଯେଉଁ ସମୟରେ ବିବାହ କରିବା, ତାହେଲେ ଆମେ ଭୁଲ ବ୍ୟକ୍ତିଙ୍କ ସହିତ ଆମେ ବିବାହ କରିବା ନାହିଁ। ପରମେଶ୍ୱରଙ୍କର ସମୟକୁ ଆମମାନେ ଅପେକ୍ଷା କରିବା, ପରମେଶ୍ୱରଙ୍କ ଇଚ୍ଛାକୁ ଆମେ ପ୍ରାଧାନ୍ୟ ଆମେ ଦେବା। ବାଇବଲରେ ଏ ପ୍ରକାର ଲେଖାଯାଏ, 2 କରିନ୍ଥୀୟ 6:14 ଅବିଶ୍ୱାସୀ ମାନଙ୍କ ସହିତ ଅସମାନ ରୂପେ ଯୋଚା ନ ଯାଅ। ଏହା ହେଉଛି ବାଇବଲର ଶିକ୍ଷା। ଅବିଶ୍ୱାସୀ ମାନଙ୍କ ସହିତ ସମାନ ଭାବରେ ଯୋଚା ଯାଇ ହେବ ନାହିଁ। ବାହାଘର ସମାନ ଭାବରେ ଯୋଚା ଯିବା ବାହାଘର ଅଟେ। ଯଦି ଗୋଟିଏ ସାଇକେଲରେ ବା ମୋଟର ସାଇକେଲରେ ଗୋଟିଏ ଚକ, ଯଦି ମୋଟର ସାଇକେଲର ଆଉ ଗୋଟିଏ କାରର, ବା ଗୋଟିଏ ସାଇକେଲର ଆଉ ଗୋଟିଏ କାରର ଲାଗିଲେ, ସେ ସାଇକେଲଟା ଚାଲିପାରିବ ନାହିଁ, ସେ ମୋଟର ସାଇକେଲଟା ଚାଲିପାରିବ ନାହିଁ। ସେଥିପାଇଁ ବାଇବଲ ଆମମାନଙ୍କୁ କହେ, ଅବିଶ୍ୱାସୀ ମାନଙ୍କ ସହିତ ଅସମାନ ରୂପେ ଯୋଚା ନ ଯାଅ। ଅନେକ ଜଣ ଅଛନ୍ତି ଯେ ସେମାନେ ପରମେଶ୍ୱରଙ୍କର ଏହି ବାକ୍ୟକୁ ସେମାନେ ଅମାନ୍ୟ କରିବେ। ସେମାନେ ନାଇଁ, ସେ ବାହା ହେଲା ପରେ ବଦଳିଯିବ, ସେ ପରିବର୍ତ୍ତନ ହେଇଯିବ। ମୋ ପୁଅ ଗୋଟିଏ ଆତ୍ମା ଲାଭ କରିଛି, ଗୋଟେ ଅବିଶ୍ୱାସୀ ସହିତ ବାହା କରିବାଟା ଏମାନଙ୍କର ଦୃଷ୍ଟିରେ କ'ଣ ଆତ୍ମା ଲାଭ କରିବାର ଏ ପ୍ରକାର କଥା କହନ୍ତି। ପ୍ରିୟମାନେ, ଯିଏ ମଧ୍ୟ ପ୍ରଭୁଙ୍କର ବାକ୍ୟକୁ ଅମାନ୍ୟ କରିବେ, ସେମାନେ ଦଣ୍ଡ ଭୋଗିବେ। ଦେଖନ୍ତୁ, ଆହାବ ରାଜା ଗୋଟେ ଅବିଶ୍ୱାସୀ ସହିତ ବାହା ହେଲେ, ଜିଜେବେଲ। ଜୀବନରେ ସୁଖ ପାଇନାହାନ୍ତି, ଶାନ୍ତି ପାଇନାହାନ୍ତି। ଯେଉଁ ସମୟରେ ମରିଗଲା ପରେ ମଧ୍ୟ ତାଙ୍କର ଶବକୁ କବର ଦିଆଗଲା ନାହିଁ। କୁକୁରମାନେ ଆସି ଚାଟି ତାଙ୍କର ଶବକୁ ଖାଇଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ବାଇବଲ ଆମମାନଙ୍କୁ କହେ, ଅବିଶ୍ୱାସୀ ମାନଙ୍କ ସହିତ ଅସମାନ ରୂପେ ଯୋଚା ନ ଯାଅ। ଯଦି ଏହି ଭୁଲ ଯଦି କିଏ କରନ୍ତି, ସେମାନେ ଜୀବନ ସାରା କାନ୍ଦିବେ। ଆଖିରୁ ଲୁହ
ସେମାନଙ୍କ ସରିବ ନାହିଁ। ସେମାନେ କାନ୍ଦି କାନ୍ଦି ସେମାନଙ୍କର ଦିନ ଗୁଡ଼ିକ ବିତେଇବେ। ଆଜି ଅନେକ ଜଣ ଅଛନ୍ତି, ସେମାନେ ଅଫିସ୍ ଗଲା ପରେ ଘରକୁ ଆସିବାକୁ ଇଚ୍ଛା କରନ୍ତି ନାହିଁ। କୌଣସି ପ୍ରକାର କାମକୁ ଯାଇଥିଲେ ଘରକୁ ଆସିବା ପାଇଁ ଇଚ୍ଛା କରନ୍ତି ନାହିଁ। କାହିଁକି? ଘରର ପରିସ୍ଥିତି ଭଲ ନାହିଁ। ଯାହା ସହିତ ବାହା ହେଇଛନ୍ତି ତାଙ୍କ ସହିତ ପଡ଼ୁନାହିଁ। ନୂଆ ନୂଆ ବହୁତ ଭଲ ଲାଗିଲା, ତାପରେ ସେମାନଙ୍କ ଭିତରେ ଆଉ ପଡ଼ୁନାହିଁ। ଜଣେ ବାଁକୁ ଯିବା କହିଲେ ଆଉ ଜଣେ ଡାହାଣକୁ ଯିବା କହୁଛନ୍ତି। କାହାକୁ ସେମାନେ କହିପାରୁନାହାନ୍ତି, କାରଣ ନିଜ ଇଚ୍ଛା ଅନୁସାରେ ପରମେଶ୍ୱରଙ୍କ ବାକ୍ୟର ବିରୋଧରେ ଯାଇ ସେମାନେ ବିବାହ କରିଛନ୍ତି। ଏହି ପ୍ରକାର ଦୁଃଖର କାହାଣୀ ଅନେକ ବିବାହିତ ଦମ୍ପତି ମାନେ ସେମାନେ କରିଛନ୍ତି। ଆଉ ସେମାନେ ସାମ୍ନାକୁ ଆସି କହିବାର ଆବଶ୍ୟକ ରହିଛି ଅନ୍ୟ ଯୁବାପିଢ଼ିମାନଙ୍କୁ ଯେ ମୁଁ ଏହି ପ୍ରକାର ଭୁଲ କଲି, ଆପଣମାନେ ଦୟାକରି ଏହି ପ୍ରକାର ଭୁଲ କରନ୍ତୁ ନାହିଁ, ଏହା କହି ଅନ୍ୟମାନଙ୍କୁ ସଜାଗ କରିବାର ଆବଶ୍ୟକ ରହିଛି। ପ୍ରିୟମାନେ, ସେଥିପାଇଁ ଯଦି ଆପଣ ଏହି ପ୍ରକାର ଭୁଲ କରିଛନ୍ତି, ଜୀବନ ସାରା କାନ୍ଦିବେ। ପ୍ରିୟମାନେ, ପ୍ରଭୁଙ୍କ ନିକଟକୁ ଯାଇ, ପ୍ରଭୁ ମୁଁ ଏ ପ୍ରକାର ଭୁଲ କରିଛି, ତୁମର ବାକ୍ୟର ବିରୋଧରେ ମୁଁ ଯାଇଛି, ତୁମର ସଦ୍ଭକ୍ତ ଦାସମାନେ ମୋତେ ବୁଝେଇଲେ, ମୁଁ ସେମାନଙ୍କ କଥା ଶୁଣିଲି ନାହିଁ। ମୋ ମା ବାପା ବୁଝେଇଲେ, ମୁଁ ସେମାନଙ୍କ କଥା ଶୁଣିଲି ନାହିଁ। ମୁଁ ଦେଖିଲି ସେ ମୋର ସାଙ୍ଗ, ମୋର ବନ୍ଧୁ, ମୋର ଅତି ନିକଟବର୍ତ୍ତୀ, ସେ ମୋତେ ବୁଝିବ, ମୁଁ ତା ସହିତ ମୋ ଜୀବନକୁ ବହୁତ ଖୁସି ଆନନ୍ଦରେ ବିତେଇବି ବୋଲି ଇଚ୍ଛା କରି ମୁଁ ତାହା ସହିତ ବିବାହ କଲି। ମାତ୍ର ଆଜି ମୁଁ କେତେ ଦୁଃଖରେ ଅଛି, କଷ୍ଟରେ ଅଛି। ପ୍ରଭୁ ମୋତେ ଦୟାକରି ଅନୁଗ୍ରହ କର, ଉଦ୍ଧାର କର। ପ୍ରିୟମାନେ, ଏହା ଛଡ଼ା ଆଉ ଅନ୍ୟ କୌଣସି ବାଟ ନାହିଁ। ଅନୁତାପ କରିବାର ଅଛି, ପ୍ରଭୁଙ୍କ ନିକଟରେ ଆମେ କାନ୍ଦିବାର ଅଛି, ପ୍ରଭୁଙ୍କୁ କହିବାର ଅଛି, ପ୍ରଭୁ ଦୟାକରି କ୍ଷମା କର, ଦୟାକରି ସାହାଯ୍ୟ କର। ମୁଁ ଯେଉଁ ଭୁଲ କରିଛି ସେଥିପାଇଁ ମୁଁ ଯଥେଷ୍ଟ ଦଣ୍ଡ ପାଇସାରିଛି, ଏବେ ମୋ ପ୍ରତି ଅନୁଗ୍ରହ କର। ପ୍ରିୟ ପ୍ରଭୁଙ୍କ ଲୋକମାନେ, ହେଇପାରେ ପରମେଶ୍ୱର ଆପଣଙ୍କୁ ଅନୁଗ୍ରହ କରିପାରନ୍ତି। ସେଥିପାଇଁ ଯୁବତୀମାନେ ଯେଉଁମାନେ ଏହି ମେସେଜଟା ଶୁଣୁଛନ୍ତି, ସେମାନଙ୍କୁ କହିବା ପାଇଁ ଚାହେଁ, ଆପଣ ଅପେକ୍ଷା କରନ୍ତୁ। ପ୍ରଭୁଙ୍କ ହସ୍ତରୁ ଆପଣ ନିଜର ଜୀବନ ସାଥୀକୁ ଗ୍ରହଣ କରନ୍ତୁ। ଯେଉଁ ସମୟରେ ଇସାକଙ୍କର ବିବାହ ବର୍ଷ ହେଇଗଲା, ସେହି ସମୟରେ ତାଙ୍କ ବାପା ତାଙ୍କ ପରିବାରର ଜଣେ ବୟୋଜ୍ୟେଷ୍ଠ ଦାସଙ୍କୁ ଡାକୁଛନ୍ତି ଆଉ କହୁଛନ୍ତି, ମୋ ପୁଅ ପାଇଁ ଗୋଟେ ଝିଅ ଦରକାର, ତୁମେ ହିଁ ତାହା ଖୋଜିପାରିବ। ଦେଖନ୍ତୁ କେତେ ବଢ଼ିଆ। ଆଜି ଅନେକ ପରିବାର ଗୁଡ଼ିକରେ ସେମାନେ ସବୁ ସେଟ୍ କରିଦେଲା ପରେ, ସବୁ ବିଷୟକୁ ଠିକ୍ କରିଦେଲା ପରେ, ତାପରେ ସେମାନେ ପାଳକଙ୍କୁ ଡାକନ୍ତି, ପ୍ରଭୁଙ୍କ ଦାସମାନଙ୍କୁ ଡାକନ୍ତି, ଆଜ୍ଞା ଆପଣ ଦୟାକରି ଆସିବେ, ମୋର ଝିଅ ପାଇଁ ବା ମୋ ପୁଅ ପାଇଁ ସେ ଝିଅକୁ ଆମେ ପସନ୍ଦ କରିଛୁ, ଆମେ ନିର୍ବନ୍ଧ କରିବା, ଆମେ କି ଆମମାନଙ୍କର ଅନ୍ୟ କାମ କରିବା, এই ପ୍ରକାର ସେମାନେ ଡାକନ୍ତି। ମାତ୍ର ଅବ୍ରାହମ ସେମିତି କରିନଥିଲେ। ଅବ୍ରାହମ ଏଲିଆଜରକୁ ଡାକିଲେ ଆଉ କହିଲେ ଯେ ମୋ ପୁଅ ପାଇଁ ଗୋଟେ ତୁମେ ଝିଅ ଆଣ। ଆଉ ଏଲିଆଜର ସେ ଜାଣେ କେଉଁ ଝିଅକୁ ଆଣିଲେ ଇସାକଙ୍କ ସହିତ ଠିକ୍ ହେବ। ଆଉ ସେ ବାଛିକିନା ଇସାକଙ୍କ ନିମନ୍ତେ ରିବିକାକୁ ଆଣୁଛନ୍ତି। କେତେ ସୁନ୍ଦର କଥା ବାଇବଲରେ ଆମମାନଙ୍କ ନିମନ୍ତେ ଲେଖାଯାଇଛି। ସେ କିଣାନ ଦେଶରେ ମଧ୍ୟ ଅନେକ ଝିଅ ଥିଲେ, ମାତ୍ର ଅବ୍ରାହମ ଜାଣନ୍ତି ସେଇ ଝିଅମାନଙ୍କ ପାଖରେ ବହୁତ ସୁନ୍ଦର ଜ୍ଞାନ ରହିଛି, ସୁନ୍ଦରତା ରହିଛି, ଅଜସ୍ର ଟଙ୍କା ରହିଛି, ମାତ୍ର ସେମାନଙ୍କ ପାଖରେ ପରମେଶ୍ୱର ନାହାନ୍ତି। ସେମାନଙ୍କ ଜୀବନରେ ପରମେଶ୍ୱର ପ୍ରଥମ ନାହାନ୍ତି। ଆଜି ଏହି ପ୍ରକାର ଅନେକ ଖ୍ରୀଷ୍ଟିଆନ ମାନେ ମଧ୍ୟ ଅଛନ୍ତି, ଯେଉଁମାନଙ୍କର ଜୀବନରେ ପରମେଶ୍ୱର ନାହାନ୍ତି କି ପରମେଶ୍ୱରଙ୍କୁ ସେମାନଙ୍କ ଜୀବନରେ ପ୍ରଥମ ସ୍ଥାନ ଦେଇନାହାନ୍ତି। ଅବ୍ରାହମ ଏହା ଜାଣି ସେ ଏଲିଆଜରକୁ ଏ ଦାୟିତ୍ୱ ଦେଲେ। ଆଉ ଏଲିଆଜର ଅତି ବିଶ୍ୱସ୍ତ ଭାବରେ ନିଜ ଦାୟିତ୍ୱକୁ ସେ ତୁଲେଇ ସେ ଇସାକଙ୍କ ପାଇଁ ଗୋଟିଏ କନ୍ୟା ଆଣିଲେ। ଆଉ ଇସାକ ସେ କନ୍ୟାକୁ ଗ୍ରହଣ କରି ସେ ଆପଣା ମାତୃ ଶୋକରୁ ସାନ୍ତ୍ୱନା ପାଇଲେ, ଏହା ବାଇବଲରେ ଲେଖା ଅଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେଉଁ ସମୟରେ ଆମେ ପ୍ରଭୁଙ୍କ ହାତରୁ, ପ୍ରଭୁଙ୍କ ଦାସମାନଙ୍କ ହାତରୁ ଆମେ କନ୍ୟା ଗ୍ରହଣ କରିବା, ବର ଗ୍ରହଣ କରିବା, ଜୀବନ ସାଥୀ ଗ୍ରହଣ କରିବା, ଭଲ ହେବ ପ୍ରିୟମାନେ। ତାହେଲେ ଆମକୁ ଜୀବନ ସାରା କାନ୍ଦିବାକୁ ପଡ଼ିବ ନାହିଁ। ଆମେ ଖୁସି ଆନନ୍ଦରେ ଆମମାନଙ୍କର ଦିନ ଗୁଡ଼ିକ ଆମେ ବିତେଇ ପାରିବା। ପ୍ରିୟମାନେ, ଯୁବା ଅବସ୍ଥାରେ ଅଛନ୍ତି, ପ୍ରଭୁଙ୍କ ନିକଟକୁ ଆସନ୍ତୁ, ପ୍ରାର୍ଥନା କରନ୍ତୁ, ଉପବାସ କରନ୍ତୁ। ଜୀବନରେ ଥରେ ବାହା ହେବେ, ସିରିୟସ୍ ହୁଅନ୍ତୁ।
ମୋତେ ଦୁଃଖ ଲାଗେ ଯେ ବିବାହ ନିମନ୍ତେ ଡ୍ରେସ୍ କିଣିବା ପାଇଁ ଶହ ଶହ କିଲୋମିଟର ଯାଆନ୍ତି, ହଜାର ହଜାର ଟଙ୍କା ଖର୍ଚ୍ଚ କରି ସେମାନେ ସେ ପୋଷାକ କିଣନ୍ତି ଆଉ କେବଳ ବାହାଘର ଦିନ ହିଁ ତାହା ପିନ୍ଧିପାରିବେ। ମାତ୍ର ଯେଉଁ ଜୀବନ ସାଥୀ ଜୀବନ ସାରା ତାଙ୍କ ସହିତ ରହିବେ ତାଙ୍କ ନିମନ୍ତେ ପ୍ରାର୍ଥନା କରନ୍ତି ନାହିଁ, ପ୍ରଭୁଙ୍କ ନିକଟକୁ ଯାଆନ୍ତି ନାହିଁ, ଉପବାସ କରନ୍ତି ନାହିଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯୁବା ଯୁବତୀମାନେ, ଜୀବନ ସାରା ଯେ ପ୍ରକାର ଆପଣ ନ କାନ୍ଦିବେ, ବିବାହ ପୂର୍ବରୁ ଉପବାସ କରନ୍ତୁ, ପ୍ରଭୁଙ୍କର ମୁଖ ଅନ୍ୱେଷଣ କରନ୍ତୁ, ପ୍ରଭୁଙ୍କୁ କୁହନ୍ତୁ, ପ୍ରଭୁ ତୁମେ ମୋତେ ଦିଅ, ତୁମେ ମୋତେ ଦିଅ। ଆଦମ କି ପ୍ରକାର ଭାବରେ ନିଜ ନିମନ୍ତେ ହବାକୁ ପାଇଲେ? ଆଦମ କିଛି କରିନାହାନ୍ତି, ପ୍ରଭୁଙ୍କ ନିକଟକୁ ଗଲେ, ପରମେଶ୍ୱର ତାଙ୍କୁ ଘୋର ନିଦ୍ରା ଦେଲେ ଆଉ ସେ ଆଦମଙ୍କ ନିମନ୍ତେ ହବାଙ୍କୁ ସେ ବାଛିଲେ। ଆଜି ଆମ ସମସ୍ତଙ୍କ ପାଇଁ ଏତେ ସୁନ୍ଦର ଉଦାହରଣ ପରମେଶ୍ୱର ଦେଇଛନ୍ତି। ଯଦି ଆମେ ଭୁଲ ଲୋକ ସହିତ ବାହା ହେବା, ଜୀବନ ସାରା କାନ୍ଦିବା। ଆଉ ଆମ ପରମେଶ୍ୱର ଚାହାନ୍ତି ନାହିଁ ଯେ ଆମେ ଜୀବନ ସାରା କାନ୍ଦୁ। ଆମେ ପରମେଶ୍ୱରଙ୍କ ବାକ୍ୟକୁ ନିଜ ଜୀବନରେ ଅଗ୍ରାଧିକାର ଦିଅନ୍ତୁ, ପ୍ରଭୁଙ୍କ ଦାସମାନଙ୍କ ଠାରୁ ପରାମର୍ଶ ନିଅନ୍ତୁ। ତାହେଲେ ପରମେଶ୍ୱର ନିହାତି ଆପଣଙ୍କୁ ଉପଯୁକ୍ତ ଜୀବନ ସାଥୀ ଯୋଗାଇବେ ଆଉ ଯାହାଙ୍କ ସହିତ ଆପଣ ଜୀବନ ସାରା ଖୁସିରେ ଜୀବନ କାଟିବେ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପବିତ୍ର ମଙ୍ଗଳମୟ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ। ପ୍ରତି ସମୟରେ ତୁମର ପବିତ୍ର ବାକ୍ୟ ମାଧ୍ୟମରେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛ, ତୁମକୁ ଧନ୍ୟବାଦ ରାଜା। ଆଜି ମଧ୍ୟ କଥାବାର୍ତ୍ତା ହେଇଛ, ଗୌରବ କରୁଛୁ। ଆଜି ଅନେକ ଯୁବା ଯୁବତୀମାନେ, ମା ବାପା ମାନେ ଅଛନ୍ତି ଯେଉଁମାନେ କି ନିଜର ପୁଅ ଝିଅ ପାଇଁ ବରକନ୍ୟା ବା ଜୀବନସାଥୀ ଖୋଜୁଛନ୍ତି। ଉପଯୁକ୍ତ ଜୀବନସାଥୀ ପାଇବେ ଏଥି ନିମନ୍ତେ ପ୍ରାର୍ଥନାର ସହିତ ସେମାନେ ଖୋଜିପାରିବେ। ପ୍ରଭୁ ଦୟାକରି ସାହାଯ୍ୟ କର। ଯେଉଁମାନେ ଏ ପ୍ରକାର ଖୋଜୁଛନ୍ତି ସେମାନଙ୍କୁ ପ୍ରଭୁ ତୁମେ ଅନୁଗ୍ରହ କର ଆଉ ଉପଯୁକ୍ତ ଜୀବନସାଥୀ ପାଇବେ ଆଉ ନିଜର ବୈବାହିକ ଜୀବନର ପ୍ରକୃତ ଆଶୀର୍ବାଦ ଆନନ୍ଦ ପାଇପାରିବେ। ଦୟାକରି ସାହାଯ୍ୟ କର। ଗୌରବ ମହିମା ତୁମକୁ ଦେଇ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ପ୍ରଭୁ ଯଦି ସୁଯୋଗ ଦିଅନ୍ତି ଆମେ ପୁନର୍ବାର ଆସନ୍ତାକାଲି ମିଶିବା। ଗଡ୍ ବ୍ଲେସ୍।